Hello students, welcome to my channel Advanced Studies Academy. Students, ଆଜି ଆମେ ପଞ୍ଚମ ଶ୍ରେଣୀର ଆମ ସାମାଜିକ ବିଜ୍ଞାନ ପାଠର 10ମ ଅଧ୍ୟାୟକୁ ଆଲୋଚନା କରିବା। ପାଠଟିର ନାମ ହେଲା ଆମ ସ୍ୱାଧୀନତା ଆନ୍ଦୋଳନ। ଷ୍ଟୁଡେଣ୍ଟସ୍, ଆମେମାନେ ଜାଣିଛେ ଆମ ଦେଶ ଦିନେ ଇଂରେଜମାନଙ୍କ ହାତରେ ପରାଧୀନ ହିସାବରେ ଥିଲା। ଆମ ପୂର୍ବପୁରୁଷମାନେ ବହୁତ ଅନ୍ୟାୟ ଅତ୍ୟାଚାର ସହିଥିଲେ। ବହୁ କଷ୍ଟ ଫଳରେ ସେମାନେ ସ୍ୱାଧୀନତା ସଂଗ୍ରାମ ଚଳାଇ ଆମକୁ ଦିନେ ସ୍ୱାଧୀନତା ଆଣିଦେଇଥିଲେ। ତ ସେଇ ପୁରୁଣା ଦିନକୁ ଆଜି ଆମେ ଆଉଥରେ ମନେ ପକାଇବା। ଷ୍ଟୁଡେଣ୍ଟସ୍, କେତେକ ଇଂରେଜ ବଣିକମାନେ 1600 ଖ୍ରୀଷ୍ଟାବ୍ଦରେ ଇଷ୍ଟ ଇଣ୍ଡିଆ ନାମକ ଏକ କମ୍ପାନୀ ପ୍ରତିଷ୍ଠା କରିଥିଲେ। ସେମାନେ କାହିଁକି ଇଷ୍ଟ ଇଣ୍ଡିଆ ନାମକ କମ୍ପାନୀ ପ୍ରତିଷ୍ଠା କରିଥିଲେ? ତାଙ୍କର ଲକ୍ଷ୍ୟ କ'ଣ? ଇଷ୍ଟ ଇଣ୍ଡିଆ କମ୍ପାନୀର ଲକ୍ଷ୍ୟ କ'ଣ ଥିଲା? ଆମ ଦେଶକୁ ଆସି ବାଣିଜ୍ୟ ବ୍ୟବସାୟ କରିବା ତାଙ୍କର ଲକ୍ଷ୍ୟ ଥିଲା। ସେମାନେ ଯେତେବେଳେ ଭାରତକୁ ଆସିଲେ ସେତେବେଳେ ଭାରତରେ ରାଜାମାନେ ଶାସନ କରୁଥିଲେ। ଦିଲ୍ଲୀରେ ସେତେବେଳେ ମୋଗଲ ସମ୍ରାଟ ଜାହାଙ୍ଗୀର ଶାସନ କରୁଥିଲେ। ତାଙ୍କର ଅନୁମତି ନେଇ ଜାହାଙ୍ଗୀରଙ୍କର ଅନୁମତି ନେଇ ସେମାନେ ପ୍ରଥମେ ସୁରତଠାରେ ବ୍ୟବସାୟ ଆରମ୍ଭ କଲେ। ତାପରେ ପରେ ତାଙ୍କର ବ୍ୟବସାୟ ଯେତେବେଳେ ଭଲ ଚଳିଲା, ସେମାନେ ବମ୍ବେ ବା ମୁମ୍ବାଇରେ ଆଉ କୋଲକାତାଠାରେ ମଧ୍ୟ ବାଣିଜ୍ୟ ସ୍ଥାପନ କଲେ। ଆଗକୁ ଦେଖିବା, ସେମାନେ ଆମ ଦେଶ ସହିତ ବାଣିଜ୍ୟ ବ୍ୟବସାୟ କରି ବହୁତ ଧନ ସମ୍ପତ୍ତି ରୋଜଗାର କଲେ। ନିଜ ଦେଶକୁ ଆମ ଦେଶର ଧନରତ୍ନ କିପରି ଲୁଟି ନେଇଯିବେ ସେମାନଙ୍କର ଚିନ୍ତା ହେଲା। ସେମାନେ ଆମ ଦେଶର ଧନ ସମ୍ପଦ ପ୍ରତି ଲୋଭ କଲେ। ଦେଖିଲେ ତାଙ୍କ ବ୍ୟବସାୟ ଭଲ ଚାଲୁଛି, ଦେଖିଲେ ଭାରତରେ ବହୁତ ଧନ ଅଛି, ତେଣୁ ସେମାନେ ଚେଷ୍ଟା କଲେ ଯେ ଭାରତର ସମସ୍ତ ଧନ ସମ୍ପତ୍ତି କିପରି ସେମାନେ ଲୁଟି ନେବେ। ସେଥିପାଇଁ ସେମାନେ କୂଟନୀତି ଆରମ୍ଭ କଲେ। ଦେଖିଲେ ସେମାନେ ଯେ ଆମ ଦେଶରେ ଅଧିକାଂଶ ଲୋକମାନଙ୍କ ମଧ୍ୟରେ ଏକତା ନାହିଁ। ତାହେଲେ ଆମ ଦେଶର କମଜୋରି କ'ଣ? ଆମ ଦେଶରେ କ'ଣ ଥିଲା ଯାହାର ଫାଇଦା ସେମାନେ ଉଠେଇଲେ? ଆମ ଦେଶରେ ଲୋକମାନଙ୍କର ଏକତା ନାହିଁ। ସେମାନଙ୍କୁ ଯେଉଁମାନେ ଶାସନ କରୁଥିଲେ ରାଜା, ସେଇ ରାଜାମାନେ ତାଙ୍କ ମଧ୍ୟରେ ସବୁବେଳେ କଳି କଜିଆ ଲାଗୁଥିଲେ। ସେଇଟା ତ ସାଧାରଣ କଥା। ଗୋଟିଏ ରାଜା ସବୁବେଳେ ଚେଷ୍ଟା କରିବ ନିଜ ପାଖ ରାଜାକୁ କିପରି ହରେଇବ, ତା ରାଜ୍ୟ କିପରି ନିଜ ସଙ୍ଗେ ମିଶେଇ ଦେବ। ଏହା ଇଂରେଜମାନଙ୍କ ପାଇଁ ଗୋଟିଏ ଚାନ୍ସ ହୋଇଯାଇଥିଲା। କେହି ଆମ ଭାରତୀୟମାନେ ସେଇ ଇଂରେଜମାନଙ୍କୁ ସାହାଯ୍ୟ କରିବା ପାଇଁ ମଧ୍ୟ ଅନୁରୋଧ କଲେ। ସେମାନେ ଅନୁରୋଧ କଲେ ଯେ ଆସନ୍ତୁ, ଆପଣମାନେ ଆମ ଦେଶ ସହିତ ଲଢ଼େଇ କରନ୍ତୁ, ଆମେମାନେ ଆପଣମାନଙ୍କୁ ସାହାଯ୍ୟ କରିବୁ। ଏପରି ମଧ୍ୟ କେହି ସେମାନଙ୍କୁ ଅନୁରୋଧ କଲେ, ଛୋଟ ଛୋଟ ପ୍ରଲୋଭନରେ ପଡ଼ି। ଏହି ଅବସ୍ଥା ଇଂରେଜମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଦେଲା। ସେମାନେ କୂଟ କପଟ ନୀତି ଅନୁସରଣ କରି ରାଜାମାନଙ୍କୁ ଦୁର୍ବଳ କରି ପକାଇଲେ। ବାରମ୍ବାର ଦୁଇଟି ରାଜାମାନଙ୍କୁ ସେମାନେ କ'ଣ କଲେ? ଲଢ଼େଇ କରିଦେଲେ। ଗୋଟିଏ ରାଜା ସହିତ ସେମାନେ ସାଥି ଦେଲେ। ଆଉ ସେଇ ରାଜା ଯେତେବେଳେ ଜିତି ଯାଉଥିଲା ତାକୁ ସେମାନେ ନିଜ କବଳରେ ରଖି ପକାଉଥିଲେ। କ୍ରମେ ସେମାନଙ୍କର ଶାସନରେ ହସ୍ତକ୍ଷେପ କରି ସେମାନଙ୍କ ରାଜ୍ୟକୁ ଅଧିକାର କଲେ। ସେମାନେ କ'ଣ କଲେ? ସେ ରାଜାମାନଙ୍କର ଶାସନରେ ନିଜେ ହସ୍ତକ୍ଷେପ ମଧ୍ୟ କଲେ ଆଉ ତାଙ୍କ ରାଜ୍ୟକୁ ନିଜେ ଅଧିକାର କଲେ ଓ ଶାସନ କଲେ। ଅନ୍ୟ ରାଜ୍ୟଗୁଡ଼ିକୁ ଦଖଲ କରି ଧୀରେ ଧୀରେ ସେମାନେ ସମ୍ପୂର୍ଣ୍ଣ ଭାରତକୁ ଶାସନ କରିବାକୁ ଲାଗିଲେ। ଆଉ ଆମେ ପୂର୍ଣ୍ଣ ଭାବରେ ପରାଧୀନ ହୋଇଗଲା ଆଉ ଆମର ସ୍ୱାଧୀନତା ଲୁଟ୍ ହେଇଗଲା। ତ ଦେଖିଲେ ନା ଷ୍ଟୁଡେଣ୍ଟସ୍, କିପରି ଆମ ଦେଶକୁ ଇଂରେଜମାନେ ଆସି ଆମର ସ୍ୱାଧୀନତାକୁ ସେମାନେ ନେଇଗଲେ। ଆମ ଦେଶର ଲୋକେ ସରଳ ବିଶ୍ୱାସୀ ଥିଲେ। ସେମାନେ ଭାବିଥିଲେ ଯେ ଇଂରେଜମାନେ କିଛି ଦିନ ବାଣିଜ୍ୟ ବ୍ୟବସାୟ କରିବେ ଆଉ ନିଜ ଦେଶକୁ ଫେରିଯିବେ, କିନ୍ତୁ ସେପରି ହେଲା ନାହିଁ।
ସେମାନେ କୂଟ କପଟ ନୀତି ଅପନାଇ କରି ସେମାନେ ଆମ ଦେଶର ଲୋକଙ୍କୁ ଆମ ନିଜ ଜମିରେ ନିଜ ଘରରେ ଆମ ଦେଶର ଲୋକଙ୍କୁ ସେମାନେ ବେଠି ଖଟେଇଲେ। ବିଭିନ୍ନ ଧର୍ମର ଲୋକମାନଙ୍କ ମଧ୍ୟରେ ସେମାନେ ବିବାଦ କରେଇଦେଲେ, ଝଗଡ଼ା କରେଇଦେଲେ। ଆମ ଦେଶରେ ଯେଉଁ ଲୋକ ନିଜ ଜିନିଷ ତିଆରି କରିଥିଲେ, ଆମ ଦେଶର ଲୋକେ ତିଆରି କରୁଥିବା ଜିନିଷପତ୍ର ଉପରେ ସେମାନେ ଟିକସ ବା କର ବସାଇ ଦେଲେ। କୃଷକମାନଙ୍କ ଠାରୁ ସେମାନେ କର ଆଦାୟ କଲେ। ତାହେଲେ ଏସବୁ କେତେ ଅନ୍ୟାୟ ନା ଷ୍ଟୁଡେଣ୍ଟସ୍? ଏପରି ଅନ୍ୟାୟ ଭାବରେ ସେମାନେ ଆମ ଦେଶରୁ ଧନ ସମ୍ପତ୍ତି ଲୁଟ୍ କରି ଆମ ଦେଶକୁ ପରାଧୀନ କରିଦେଲେ। ଆଉ ଆମ ଦେଶର ଲୋକମାନଙ୍କର ଜୀଇଁବା ସେମାନେ କଷ୍ଟକର କରିଦେଲେ। ଏପରିକି ଅନ୍ୟାୟ ଭାବରେ ରାଜା ମହାରାଜାମାନଙ୍କୁ ମଧ୍ୟ ସେମାନେ ଗାଦିଚ୍ୟୁତ କରିଦେଲେ। ଗାଦିଚ୍ୟୁତ କରିଦେଲେ ଅର୍ଥାତ୍ ସେମାନଙ୍କୁ ତାଙ୍କ ସିଂହାସନରୁ ଅଲଗେଇ ଦେଲେ। ଏହିପରି ଭାବରେ ରାଜାମାନେ ତାଙ୍କର ରାଜ୍ୟ ହରାଇ ଦେଲେ। ଇଂରେଜମାନଙ୍କ ଏହି ସବୁ କାର୍ଯ୍ୟକଳାପକୁ ଲୋକେ ବୁଝିପାରିଲେ। ଧୀରେ ଧୀରେ ଲୋକେ ବୁଝିପାରିଲେ। ସେମାନଙ୍କ ଅତ୍ୟାଚାରରୁ କିପରି ରକ୍ଷା ପାଇବେ ସେମାନେ ଚିନ୍ତା କଲେ। ଭାରତୀୟ ସୈନ୍ୟବାହିନୀରେ କାମ କରୁଥିବା ସିପାହୀମାନେ ମଧ୍ୟ ଇଂରେଜମାନଙ୍କ ଭେଦଭାବ ନୀତିକୁ ଗ୍ରହଣ କଲେ ନାହିଁ। ଦେଖିଲେ ଯେ ସେଇ ସିପାହୀମାନେ ଦେଖିଲେ ଯେ ଇଂରେଜମାନେ ତାଙ୍କ ଇଂରେଜୀ ସିପାହୀମାନଙ୍କୁ ଅଧିକ ସୁବିଧା ଦେଉଛନ୍ତି, କିନ୍ତୁ ଭାରତୀୟ ସିପାହୀମାନଙ୍କୁ ସେମାନେ ସୁବିଧା ଦେଉନାହିଁ। ଓଲଟା ସେମାନଙ୍କ ଯେପରି ମନରେ କଷ୍ଟ ହେବ ସେପରି ସେମାନେ କାମ କରୁଛନ୍ତି। 1857 ଖ୍ରୀଷ୍ଟାବ୍ଦରେ ବଙ୍ଗର ବାରାକପୁର ଓ ବରହମପୁର ଠାରେ ପ୍ରଥମେ ସିପାହୀ ବିଦ୍ରୋହର ସୂତ୍ରପାତ ହେଲା। ଏହି ସିପାହୀମାନେ ଇଂରେଜମାନଙ୍କ ଅତ୍ୟାଚାର ସହି ନ ପାରି ସେମାନେ ବାରାକପୁର ଓ ବରହମପୁର ଠାରେ ସିପାହୀ ବିଦ୍ରୋହ ଆରମ୍ଭ କରିଥିଲେ। ଏହା ଥିଲା ଆମ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ। ମନେ ରଖିବେ ଷ୍ଟୁଡେଣ୍ଟସ୍, ଆମ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ନାମ କ'ଣ? ସିପାହୀ ବିଦ୍ରୋହ। ଏହା ହୋଇଥିଲା 1857ରେ। ଏଥିରେ ଝାନ୍ସୀ ରାଣୀ ଲକ୍ଷ୍ମୀବାଇ, ତାଣ୍ଟିଆ ଟୋପେ ଓ ନାନା ସାହେବ ନେତୃତ୍ୱ ନେଇଥିଲେ। ଓଡ଼ିଶାରେ ଚାଖି ଖୁଣ୍ଟିଆ ବା ଚନ୍ଦନ ହଜୁରୀ ଝାନ୍ସୀ ଯୁଦ୍ଧରେ ଲଢ଼ିଥିଲେ। ସମ୍ବଲପୁରରେ ବୀର ସୁରେନ୍ଦ୍ର ସାଏ ଏହି ଯୁଦ୍ଧରେ ଯୋଗ ଦେଇଥିଲେ। ସେ ତାଙ୍କର ଭାଇ ଓ ଅନୁଗତମାନଙ୍କ ସାହାଯ୍ୟ ନେଇ ଇଂରେଜମାନଙ୍କ ସହିତ ଲଢ଼େଇ କରିଥିଲେ। ଏହା ଫଳରେ ଇଂରେଜମାନଙ୍କ ପ୍ରଭୂତି କ୍ଷତି ହୋଇଥିଲା ଓ ମନୋବଳ ଭାଙ୍ଗି ଯାଇଥିଲା। ଇଂରେଜମାନେ ଦେଖିନେଲେ ଯେ ଆଉ ଭାରତୀୟମାନଙ୍କୁ ଶାସନ କରି ହେବ ନାହିଁ। 1857 ମସିହାରେ ଯେଉଁ ସିପାହୀ ବିଦ୍ରୋହ ହୋଇଥିଲା ଏହାକୁ ତ ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି କୁହାଯାଏ। ଏଠିରେ ଆମେ ଦେଖିପାରୁଛୁ ଫଟୋ। ଏହା କାହାର ଫଟୋ? ବୀର ସୁରେନ୍ଦ୍ର ସାଏ, ଯିଏକି ଆମ ସମ୍ବଲପୁରର ପ୍ରତିଭା। ଏହା ରାଣୀ ଲକ୍ଷ୍ମୀବାଇ ଆମ ନାରୀମାନଙ୍କ ପାଇଁ ଏହା ଏକ ପ୍ରେରଣା। ତାପରେ ତାଣ୍ଟିଆ ଟୋପେ, ଏମାନେ ସମସ୍ତେ ଆମର ପ୍ରିୟ ସ୍ୱାଧୀନତା ସଂଗ୍ରାମୀମାନେ। ତାପରେ 1857 ମସିହାରେ ଘଟିଥିବା ସିପାହୀ ବିଦ୍ରୋହକୁ ଆମେ ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି କହିଥାଉ। କାରଣ କ'ଣ ଷ୍ଟୁଡେଣ୍ଟସ୍? ଏହା ପୂର୍ବରୁ ଏପରି ସଂଗ୍ରାମ ଇଂରେଜମାନଙ୍କ ବିରୁଦ୍ଧରେ ସଂଗ୍ରାମ ହୋଇନଥିଲା। ଦ୍ୱିତୀୟରେ ଏହା ଇଂରେଜମାନଙ୍କ ବିରୁଦ୍ଧରେ ହେଇଥିଲା। ଆମେ ଭାରତୀୟମାନେ ସ୍ୱାଧୀନତା ଲକ୍ଷ୍ୟ କରି ଏହି ସଂଗ୍ରାମ ଚଳାଇଥିଲେ। ତୃତୀୟରେ ଏହି ସଂଗ୍ରାମରେ ଇଂରେଜମାନେ ଦୁର୍ବଳ ହୋଇପଡ଼ିଥିଲେ। ଏଥିଯୋଗୁଁ ଏହାକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି କୁହାଯାଉଛି। ସିପାହୀ ବିଦ୍ରୋହ ପରେ ଇଂରେଜମାନେ ପ୍ରତିଶୋଧ ନେବା ପାଇଁ ବହୁତ ଚାହିଁଲେ। ସେମାନଙ୍କର ଅତ୍ୟାଚାର ଆହୁରି ବଢ଼ିଗଲା। ଏଣୁ ସେମାନେ 1919ରେ ଏପ୍ରିଲ 13 ତାରିଖରେ ପଞ୍ଜାବର ଅମୃତସରର ଜାଲିଆନାୱାଲାବାଗ ଠାରେ 20,000 ଲୋକଙ୍କର ଏକ ଶାନ୍ତିପୂର୍ଣ୍ଣ ସଭା ହୋଇଥିଲା। ସେଥିରେ ଛୋଟ ଛୋଟ ପିଲା, ବୃଦ୍ଧ, ସ୍ତ୍ରୀ ଲୋକ ସମସ୍ତେ ସାମିଲ ଥିଲେ। ଗୋଟିଏ ସେଠାରେ ସଭା ଚାଲିଥିଲା। କେବେ? 1919 ମସିହା ଏପ୍ରିଲ 13 ତାରିଖରେ ପଞ୍ଜାବର
ଜାଲିଆନାୱାଲାବାଗ ଠାରେ। ସେହି ସଭାରେ ଇଂରେଜ ଅଫିସର ଜେନେରାଲ ଡାୟାର ପହଞ୍ଚି ଲୋକମାନଙ୍କୁ ଅତର୍କିତ ଗୁଲି ଚଳାଇବାକୁ ଆଦେଶ ଦେଲେ। ଚାହୁଁ ଚାହୁଁ ଗୁଲି ମାଡ଼ରେ ସେହି ସଭାସ୍ଥଳଟିରେ ଥିବା ସମସ୍ତ ଲୋକେ ଟଳି ପଡ଼ିଲେ। ଭାଗି ପଳାଇବା ପାଇଁ, ଅନ୍ୟ ସ୍ଥାନକୁ ପଳାଇ ଯିବା ପାଇଁ ସେମାନେ ରାସ୍ତା ପାଇଲେ ନାହିଁ। ଗୋଟିଏ ରାସ୍ତା ଥିଲା, ଆଉ ସେମାନେ ଜାଣିନଥିଲେ ଇଂରେଜମାନେ ପହଞ୍ଚିବେ ଆଉ ଗୁଳି କରିବେ ବୋଲି। ତେଣୁ ସେମାନେ ସତର୍କ ନଥିଲେ। ତେଣୁ ସମସ୍ତ ଲୋକ ସେଠାରେ ଅଧିକାଂଶ ଲୋକ ସେଠାରେ ମରିଯାଇଥିଲେ, ଆଉ କିଛି ଆହତ ହୋଇଥିଲେ, ଯେଉଁମାନଙ୍କୁ ପ୍ରାଥମିକ ଚିକିତ୍ସା ମଧ୍ୟ ମିଳିପାରିଲା ନାହିଁ। ତାପରେ ସମଗ୍ର ପଞ୍ଜାବକୁ ବାହାର ଦୁନିଆଠାରୁ ଅଲଗା ରଖିଦେଲେ। ଏହା ହେଉଛି ଜାଲିଆନାୱାଲାବାଗର ସ୍ମୃତିସ୍ତମ୍ଭ ଚିତ୍ର, ଯାହାକି ଆମ ପାଇଁ ଏକ ବ୍ଲାକ୍ ଡେ। ଏହିପରି ଭାବରେ ଏଇଠି ଦେଖୁଥିବେ ଷ୍ଟୁଡେଣ୍ଟସ୍ ଫଟୋ, ଏହିପରି ଭାବରେ କିପରି ଏଠାରେ ଲୋକମାନେ ମୃତ୍ୟୁବରଣ କରିଛନ୍ତି। ଏପରି ଭାବରେ ଜାଲିଆନାୱାଲାବାଗରେ ହତ୍ୟାକାଣ୍ଡରେ ଲୋକମାନେ ମରିଯାଇଥିଲେ। ତ ଏହା ଆମମାନଙ୍କ ପାଇଁ ଅତି ଦୁଃଖର କଥା। ଗାନ୍ଧିଜୀଙ୍କୁ ମଧ୍ୟ ସେହି ସ୍ଥାନକୁ ଯିବାକୁ ଦିଆଗଲା ନାହିଁ। କ୍ରମେ ଏହି ଖବର ଧୀରେ ଧୀରେ ସାରା ଭାରତରେ ବ୍ୟାପିଗଲା। ତାହେଲେ ଭାରତୀୟ ଲୋକେ କିପରି ହେବେ? ସମସ୍ତଙ୍କ ରାଗ ବଢ଼ିଯିବ ଷ୍ଟୁଡେଣ୍ଟ। ଭାରତବାସୀମାନଙ୍କ ମନରେ ଇଂରେଜମାନଙ୍କ ପ୍ରତି ଘୃଣା ଭାବ ଭରିଗଲା। ଇଂରେଜମାନେ କିପରି ଅତ୍ୟାଚାରୀ ଏହା ସାରା ଭାରତୀୟ ଜାଣିଗଲେ। ସେହି ସମୟରେ ପଞ୍ଜାବର ଜଣେ ସ୍ୱାଧୀନଚେତା ଯୁବକ ଥିଲେ। ତାଙ୍କ ନାମ କ'ଣ? ଉଧାମ ସିଂ। ପଞ୍ଜାବର ଜଣେ ସ୍ୱାଧୀନଚେତା ଯୁବକ ଥିଲେ, ତାଙ୍କ ନାମ ଉଧାମ ସିଂ। ସେ କଳେବଳେ କୌଶଳେ ଜେନେରାଲ ଡାୟାରକୁ ଶାସ୍ତି ଦେବା ପାଇଁ ଶପଥ ନେଲେ। କାହିଁକି? ତାଙ୍କ ପରିବାରର ଅନେକ ଲୋକ ସେଥିରେ ମରିଯାଇଥିବେ। ଶେଷରେ ସେ ଲଣ୍ଡନରେ ଗୁଲି କରି ଜେନେରାଲ ଡାୟାରଙ୍କୁ ହତ୍ୟା କରିଦେଇଥିଲେ, ଆଉ ନିଜର ପ୍ରତିଶୋଧ ସେ ନେଇପାରିଥିଲେ। ଇଂରେଜ ସରକାରଙ୍କ ଦମନମୂଳକ ନୀତି ଓ ଆଇନ ବିରୁଦ୍ଧରେ ଭାରତୀୟମାନେ ଆନ୍ଦୋଳନ କଲେ। ମହାତ୍ମା ଗାନ୍ଧୀ ଏହି ଆନ୍ଦୋଳନର ନେତୃତ୍ୱ ନେଲେ। 1920 ମସିହାରେ ଅସହଯୋଗ ଆନ୍ଦୋଳନ ସେମାନେ କଲେ। କେବେ? ମନେ ରଖିବେ ଷ୍ଟୁଡେଣ୍ଟସ୍, 1920 ମସିହାରେ ଅସହଯୋଗ ଆନ୍ଦୋଳନ ହୋଇଥିଲା। ଅହିଂସା ଓ ଶାନ୍ତିପୂର୍ଣ୍ଣ ଭାବରେ ବ୍ରିଟିଶ ସରକାରଙ୍କ ସହ ଅସହଯୋଗ କରିବାକୁ ମହାତ୍ମା ଗାନ୍ଧୀ ଲୋକଙ୍କୁ ପରାମର୍ଶ ଦେଇଥିଲେ। ତାପରେ ଇଂରେଜ ସରକାର ବିରୁଦ୍ଧରେ ଗାନ୍ଧିଜୀଙ୍କ ଆହ୍ୱାନ ଦେଶ ସାରା ପ୍ରଭାବ ପକାଇଲା। ଛାତ୍ରଛାତ୍ରୀମାନେ ସ୍କୁଲ କଲେଜ ବର୍ଜନ କରିଦେଲେ। ସେମାନେ ମଧ୍ୟ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଲେ। ସରକାରୀ କର୍ମଚାରୀମାନେ ଚାକିରି ଛାଡ଼ିଦେଲେ। ଓକିଲମାନେ ଆଇନ ବ୍ୟବସାୟ ଛାଡ଼ିଦେଲେ। କେତେକ ସ୍ୱାଧୀନଚେତା ବ୍ୟକ୍ତି ସେମାନେ ଉଚ୍ଚ ପଦବୀ ଓ ପଦକ ଆଦି ତ୍ୟାଗ କରିଦେଲେ। ଲୋକେ ବିଦେଶୀ ଲୁଗା ଆଉ ପିନ୍ଧିଲେ ନାହିଁ। ଚାରିଆଡ଼େ ଇଂରେଜ ଶାସନ ବିରୁଦ୍ଧରେ ଆନ୍ଦୋଳନ ହେଲା। ଆମ ରାଜ୍ୟ ଓଡ଼ିଶାରେ ଉତ୍କଳମଣି ଗୋପବନ୍ଧୁ ଦାସ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ। କେଉଁ ଆନ୍ଦୋଳନ? ଏହି ଅସହଯୋଗ ଆନ୍ଦୋଳନ। ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲାର ଚୌରୀ ଚୌରାଠାରେ ଗାନ୍ଧିଜୀଙ୍କ ନେତୃତ୍ୱରେ ଅସହଯୋଗ ଆନ୍ଦୋଳନ ଅହିଂସା ନୀତିରେ ଚାଲିଥିବା ବେଳେ ଆନ୍ଦୋଳନକାରୀମାନେ ସେଠାରେ ଥିବା ଗୋଟିଏ ଥାନା ପୋଡ଼ି ଦେଇଥିଲେ। ଏହା ହେଉଛି ଏକ ଭୁଲ କଥା। ସେମାନେ କ'ଣ କଲେ? ଗାନ୍ଧିଜୀ କହିଥିଲେ ଯେ ଆମେ ଅହିଂସା ଭାବରେ ଏହି ଆନ୍ଦୋଳନକୁ ଜାରି ରଖିବା, କିନ୍ତୁ ଆମ ଭାରତୀୟ ଯୁବକମାନେ କ'ଣ କରିଥିଲେ? ଚୌରୀ ଚୌରାଠାରେ ଗୋଟିଏ ଥାନା ପୋଡ଼ି ଦେଇଥିଲେ। ଏହା ଫଳରେ ଥାନାରେ ଥିବା ଅନେକ ସିପାହୀମାନେ ପୋଡ଼ି ମରିଯାଇଥିଲେ। ଆଉ କେତେକ ପୋଲିସ କର୍ମଚାରୀଙ୍କୁ ମଧ୍ୟ ଅତ୍ୟାଚାରିତ ହୋଇଥିବା ଲୋକେ ନିର୍ଦ୍ଦୟ ଭାବେ ହତ୍ୟା କରିଦେଲେ। ତ ଏହି ପରିସ୍ଥିତିରେ ଗାନ୍ଧିଜୀଙ୍କ ମନରେ ଦୁଃଖ ହେଲା। ସେ ଯେପରି ଆନ୍ଦୋଳନକୁ ଯେପରି
आगकू बढ़ेबे सेपरि हेला नाही। से देखिले हिंसा मार्गरे असहयोग चलिले ठीक हेब नाही, सहजरे स्वाधीनता संग्राम आगेइब नाही। तेणु से असहयोग आंदोलन बंद करदेले स्टूडेंट। यही अवसर रे सरकार गांधीजी को गिरफ्त करदेले। कहीं गांधीजी को गिरफ्त कले कारण से असहयोग आंदोलन नेतृत्व नहीं। आउ एथिरे इंग्रेज मानकर बहुत क्षति हो जाइथिला, किंतु 2 वर्ष पर तांकू मुक्ति करदेले। तांको नेतृत्व रे देशर बहु गठनमूलक कार्य मान हेला। लोके अरटरे सूता काटी लुगा बुणिले, खदड़ लुगा पिंधिले आउ विदेशी वस्त्र वर्जन कले। आम देशर लोके समुद्ररु लुण मारी पारिबे नाही बोली इंग्रेज सरकार आईन कले। इंग्रेज सरकार आईन कले जे भारतीय माने समुद्ररु लुण मारी पारिबे नाही। किभली अत्याचार कथा ना स्टूडेंट्स। एही आईन गांधीजी और आम देशर लोके मानिले नाही। तेणु 1930 मसीहा मार्च 12 तारीख रे गांधीजी सत्याग्रही मानू साथी रे नहीं गुजरात रो दांडी नामक स्थान को लुण मारिबा को जाइथिले। यहाकू दांडी यात्रा बोली कहा जाए। सेई वर्ष एप्रिल 6 तारीख रे भारतर विभिन्न अंचल रे लवण आईन भांगी लुण मरागला। इंग्रेज मानकर आईन को कहीं मानिले नहीं, आउ समस्ते लुण मारिले। आम राज्य ओडिशार सत्याग्रही माने इंचुड़ी, अस्तरंग, गोप, हुमा, करम इरम आदि स्थान रे लुण मारिथिले। यार नेतृत्व नहीं नवकृष्ण चौधरी, रमा देवी, मालती देवी और अन्य बहु नेतृ व्यक्ति। तापरे भारतर स्वाधीनता संग्राम रे बहुत युवक और नेतृस्थानीय लोक जोग देइथिले। सेमानक मध्य रे आउ के जोग देइथिले आम भारतर स्वाधीनता संग्राम रे जवाहरलाल नेहरू, सुभाष चंद्र बोस, लाला लजपत राय, बाल गंगाधर तिलक, विपिन बिहारी पाल, लक्ष्मण नायक, रघु दिवाकर, मौलाना अबुल कलाम आजाद, सरदार वल्लभ भाई पटेल एमाने समस्ते। गांधीजी को अहिंसा आंदोलन उपरे सुभाष बोस का भरोसा नथिला। से भाविले जे गांधीजी जेपरी आंदोलन चलाउछंती सेथिरे आमे केबे सफल होई पारिबा नहीं। तेणु से भारत छाड़ी जापान पलई गले। सेठारे युद्धबंदी थिबा भारतीय सैनिक मानकू एकाठी कले आउ आजाद हिंद फौज नामक एक सैन्य बाहिनी गढ़िले। आउ से स्लोगान देले दिल्ली चलो। से समस्त को स्लोगान देले जे दिल्ली चलो। सैन्य माने तांको डाकरा रे दिल्ली अधिकार करबा निमंते आगे आसिले। दिल्ली रे जाई से माने संग्राम चलैले। चाहू चाहू सुभाष चंद्र बोस आम देशर केतेक अंचल अधिकार मध्य करि पारिथिले। से सबले कहूतले कौन कहूतले तांको डाकरा कौन दिल्ली चलो तांको डाकरा थिला। आ से सबले कहूतले मते रक्त दियो मु तुमको स्वाधीनता देवी। के कहिथिले मते रक्त दियो मु तुमको स्वाधीनता देवी? सुभाष चंद्र बोस। आज स्वाधीन भारतर इतिहास रे निजर त्यागपूत जीवन कर्मनिष्ठा और आजाद हिंद फौजर प्रतिष्ठाता रूपे सुभाष चंद्र बोस स्मरणीय होई रही जाइछंती। ताहले आमे कोन कोन आंदोलन देखिले स्टूडेंट्स। प्रथमे हेइतिला आम प्रथम स्वाधीनता संग्राम सिपाही विद्रोह, तापरे असहयोग आंदोलन हैला, तापरे दांडी यात्रा हैला, तापरे भारत छाड़ो आंदोलन आमे पढ़िबा वर्तमान भारत छाड़ो आंदोलन। महात्मा गांधी और इंग्रेज महात्मा गांधी और केतेक टाणुआ नेता माने लक्ष्य कले जे केवल विभिन्न प्रकार आईन अमान्य आंदोलन कले स्वाधीनता हासिल हेब नाही। सेथिपई भारत छाड़ी चली जिबा पई इंग्रेज सरकार को आह्वान करिबा पई से माने संग्राम चलैले। 1942 मसीह रे वार्धा ठारे कांग्रेस रो कार्यकारी कमिटी रे एक बैठक कले। भलरे इंग्रेज माने देश छाड़ी चली जाउंतु बोली एठारे प्रस्तावित हेला। आउ इंग्रेज माने जदि एही प्रस्ताव रे राजी हेबे नाही ताहले समग्र भारत रे आंदोलन करा जिवो बोली निष्पत्ति निया गला। प्रस्तावटी गृहीत हेबा पर दिन गांधीजी को
बंदी करागला। देखिले तो स्टूडेंट्स गांधीजी आम देशर स्वाधीनता पाई केते परिश्रम करिसंती। से बारंबार जेल बरण करिसंती। तांको सहित मौलाना अबुल कलाम आजाद, आचार्य कृपालिनी, आसफ अली प्रभृति नेता मानक मध्य गिरफ करा जायथिला। चाहू चाहू ए खबर सारा भारत रे प्रचारित होला। आउ सबुआड़े इंग्रेज शासक भारत छाड़ बनी दियागला। स्वाधीनता संग्रामी माने सरकारी कार्यालय, डाकघर, रेल स्टेशन आदि पोड़ी पकाइले। इंग्रेज सरकार तांकर चिराचरित दमन लीला कार्यक्रम आरंभ करदेले। बहुत स्वाधीनता संग्रामी माने लाठी माड़ खाइले, गिरफ हेले, तथापि संग्राम चली रहिला। 1943 मसीहा फेब्रुआरी 10 तारिख रे गांधीजी जेल रे अनशन कले। तापरे महात्मा गांधी 1944 मसीहा रे जेल रु खलास हेले। इंग्रेज सरकार का धारणा हैला जे एणिकी आउ धमक देई सामरिक शक्ति बଳରେ भारत को शासन करी हेब नाही। तापरे 1945 मसीहा रे श्रमिक दलर नेता आटली के थिले स्टूडेंट्स? आटली थिले श्रमिक दलर नेता। से 1945 रे बिलातर प्रधानमंत्री हेले। के श्रमिक दलर नेता आटली 1945 रे से बिलातर प्रधानमंत्री हेले। से भारतीय मानकु भल पाउथिले। सेमानक दाबी प्रति मध्य तांकर सम्मान थिला। 1947 मसीहा रे बिलातर पार्लियामेंट रे भारतर अनुमोदित हेला। एही आईन बलरे 1947 मसीहा अगस्त 15 तारिख दिन भारत को स्वाधीन करागला। बहु कष्ट रे बहु धन जीवन नष्ट हेला परे आमे आमर शासन भार फेरी पाइलु। तेणु स्वाधीनता हेउची आमर एक अमूल्य संपद। देखिले स्टूडेंट्स स्वाधीनता कहीं आमर एक अमूल्य संपद। बहुत दुख कष्ट सही बहु धन जीवन नष्ट हो आमे आमर स्वाधीनता पाइछु। जेते बेले आम हाथ में स्वाधीनता नथिला आमे पशु भलिया इंग्रेज मानक इशारा रे खटुथिला। तेणु स्वाधीनता हेउची आमर अमूल्य संपद। एणु आम देशर सुरक्षा करबा आम समस्तकर मौलिक दायित्व और कर्तव्य। स्टूडेंट्स आजिर पाठ को आमे एठी रखिबा। ताहले स्टूडेंट्स आशा करूची आजिर वीडियो आपण मानकु निश्चय भल लागिथिबो। एणु मो चैनल को आपण माने प्लीज लाइक करंतु आउ सब्सक्राइब करंतु आ सांग मानकु याकु शेयर करंतु स्टूडेंट्स। जद्वारा मु उत्साहित ही आपण मानक पाई आ भल भल वीडियो नै कि आसीबी जहाकु आपण माने प्रैक्टिस करी परीक्षा रे भल करिवे। थैंक यू।